ଗାଈ ଚରେଇବାକୁ ସକାଳୁ ବାହାରି ଯାଉଛୁ ଯେ ଫେରିବାକୁ ସଞ୍ଜ ହେଇଯାଉଛି। ନ ଖାଇ ନ ପିଇ ତୋ ଦେହ ମୁହଁ ଶୁଖି ଯାଉଛି। ଦ୍ୱିପହର ବେଳେ ମନେ କରିବାକୁ ଖାଇବୁ। ହଉ ଦେ, ତୁ ଦଉଛୁ ବୋଲି ମୁଁ ନଉଛି, ନହେଲେ ୟାକୁ ଏତେ ବାଟ ବୁହାଇ ବୁହାଇ ନବା କିଛି ଦରକାର ନାହିଁ। ବଣରେ ଯୋଉ ଫଳମୂଳ ମିଳୁଛି ସେଇଆକୁ ଖାଇ ତ ମୋ ପେଟ ଭର୍ତ୍ତି ହେଇଯାଉଛି। ନାଇଁ ରେ ବାପା, ଜଙ୍ଗଲ ଭିତରକୁ ବେଶୀ ଯିବୁନି। ସେ ଜଙ୍ଗଲରେ ବାଘ, ଭାଲୁ, ହାତୀ, ଅଜଗର କେତେ ନାହିଁ କେତେ ପ୍ରକାର ଜନ୍ତୁ ଅଛନ୍ତି। ତୁ ମିଛଟାରେ କାହିଁକି ବ୍ୟସ୍ତ ହଉଛୁ କହିଲୁ ବୋଉ? ମୁଁ ହୁସିଆର ହେଇ ଯାଉଛି ଆଉ ହୁସିଆର ହେଇ ଆଉଛି। ମୁଁ କଣ ଛୋଟ ପିଲା ହେଇଛି? ଯେତେ ହୁସିଆର ହେଲେ କଣ ହବ କହିଲୁ? ବେଳ କାଳ କଥା କାହାକୁ ଜଣା। ଆଜି ଭଲ ଅଛି ମନ୍ଦ ଅଛି, ମୋ ବାପାଟା ପରା ଜମା ଅଛଟିଆ ହବୁନି। ହଉ ହେଲା ହେଲା ହେଲା, କହନ ଜଙ୍ଗଲ ଭିତରକୁ ଆଉ ଯିବିନି। ବଣ କଡେ କଡେ ଗାଈ ଚରେଇ ଫେରିବି। ହଉ ଯା, ସଞ୍ଜ ଆଗରୁ ଫେରି ଆସିବୁ। ହଉ ଯାଉଛି ବୋଉ। ହଁ। ହେ ମା କନକ ଦୁର୍ଗା, ବନ ଦେବୀ, ମୋ ପୁଅକୁ ଘଣ୍ଟ ଘୋଡେଇ ରଖିଥା। আরে বাবু, ଟିକେ ଶୁଣିବ କି? ଆରେ ଆମେ ତମକୁ କହୁଛୁ, ଟିକେ ଶୁଣିବ କି? ଆମେ ଦୂର ଗାଁରୁ ଆଇଛୁ, ସମସରପୁରକୁ ଯିବୁ ମ। ସମସରପୁର ଗାଁ କୋଉଟା ବାପା? ଆମକୁ ଟିକେ ବାଟ ବତେଇଦବ କି? କୋଉଠିକି ଯିବ? ସମସରପୁର। ସମସରପୁର ଯିବ? କାହା ଘରକୁ? ବୈଷ୍ଣବ ଅବଦାନଙ୍କ ଘରକୁ। ଅବଧାନଙ୍କ ଘରକୁ ଯିବଟି? ହେଲେ କଣ ଯାଇପାରିବ? କାହିଁକି ବାବୁ? ନାଇଁ, କଥା କଣ କି, ଏଇ ଯୋଉ ଜଙ୍ଗଲଟା ଦେଖୁଛ, ତାକୁ ଟପି ଗଲା ପରେ ଗୋଟେ ନଈ ପଡିବ। ଡଙ୍ଗାରେ ବସି ନଈ ପାର ହେଇଯିବ। ନଈ ସେପଟେ ଯୋଉ ଗାଁଟା ପଡିବ ସେଇଟା ସମସରପୁର। ସେଇଟା ହେଲା କଇଁଚପୁର। କଇଁଚପୁର ପାରି ହେଲା ପରେ ଯୋଉ ଗାଁ ପଡିବ ସେଇଟା ହଉଛି ସମସରପୁର ଗାଁ। ଏତେ ଗୁଡାଏ ବାଟ, ପହଞ୍ଚୁ ପହଞ୍ଚୁ ତ ସନ୍ଧ୍ୟା ହେଇଯିବ। ଘରୁ ଶୀଘ୍ର ବାହାରିଥାନ୍ତ ନା। ଯାଅ ଯାଅ, ଶୀଘ୍ର ଯାଅ ଶୀଘ୍ର ଯାଅ, ନହେଲେ ସନ୍ଧ୍ୟା ହେଇଗଲେ ବାଟ ପାଇବନି ଟି। ଆରେ ବନ୍ତୁ ଭାଇ, ରଘୁ ଭାଇ, ଇଆଡେ କୁଆଡେ? ଆମେ ଟିକେ ସମସରପୁର ଗାଁକୁ ଯାଉଛୁ। ସମସରପୁର ଯାଉଛ? ଆଇ ଏଇ ଗାଁଟା ପରା ସମସରପୁର। ଏଇ ଗାଁଟା ସମସରପୁର। ଆଉ ଏଇ ଯୋଉ ଟୋକାଟା ଏଠି ଛିଡା ହେଇଥିଲା, ସିଏ କଣ କହିଲା ଜଙ୍ଗଲ ସେପଟେ ପଡିବ ବୋଲି? ଆରେ ସେ ଟୋକା ପରା ରାଧୁଆ, ପକ୍କା ମିଛୁଆଟା। ତମେ ମିଛୁଆ ରାଧୁଆ କଥାରେ ପଡି ଏଇନେ ତ କୁଆଡେ ଯାଇ କୁଆଡେ ବୁଲିଥାନ୍ତ। ଯାହା ହଉ ଭାଇ, ଆମ ଭାଗ୍ୟ ଭଲ ତମେ ଭେଟ ହେଇଗଲ। ଆମକୁ ଟିକେ ସାଙ୍ଗରେ ନେଇଯାଇ ବୈଷ୍ଣବ ଅବଦାନଙ୍କ ଘର ଦେଖେଇ ଦିଅନ୍ତେ। ହଉ ହଉ ହଉ, ଚାଲ ଚାଲ ଚାଲ, ମୁଁ ତ ତାଙ୍କରି ଘର ଆଡେ ଯାଉଥିଲି। ଚାଲ 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 ଚାଲ।
ବଂଶୀ ବଜଉଛି। ରାଧୁଆ ବାଘ ଗାଈ ବାଘ ଗାଈ ବାଘର ଜଙ୍ଗଲରେ ଥିବ ନା। ମୁଁ କେମିତି ଜାଣିବି ମ? ତୁ ପରା ଡକା କରିଥିଲୁ, ତତେ କୁଆଡେ ବାଘ ନେଇଗଲା? ବାଘ କାହିଁକି ଆସିବ? ମୁଁ ତ ସେମିତି ମଜାରେ ଡାକ ଛାଡୁଥିଲି ନା। ମଜାର ଡାକ ଛାଡୁଥିଲୁ? ଆମେ ସବୁ ଛାନିଆ ହେଇ ଦୌଡୁଛୁ, ତୁ କହୁଛୁ କଣ ନା ମଜା କରୁଛୁ। ଆରେ ଏଇଟା ପକ୍କା ମିଛୁଆଟା। ଚାଲ ଚାଲ, ୟା କଥାକୁ ବିଶ୍ୱାସ କରି ଆମେ ବେକାରଟାରେ ଏତେ ବାଟ ଆସିଲେ। ଚାଲ ସବୁ ଚାଲ 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 ଭାଇ, ଚାଲ ଫେରି ଯିବା ଚାଲ। ମୁଁ ଭାବୁଥିଲି ରାଧୁଆଟା ଭଲ ପିଲା ବୋଲି, ଆରେ ଏବେ ଜାଣୁଛି ଏଟା ତ ମିଛୁଆ ରାଧୁଆ। ଅଯଥାରେ ଏଠି ଆଉ ସମୟ ନଷ୍ଟ କର ନା ଭାଇ। ଚାଲ 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 ଚାଲ। ଆହେ ଖୁଡି, କୁଆଡେ ବାହାରିଲ କି? ଏଇ ପୋଖରୀକୁ ଗାଧେଇବାକୁ ଯାଉଛି। ସୂରୁଜ ଆସି ମୁଣ୍ଡ ଉପରେ ହେଲାଣି, ଏତେବେଳେ ଯାଏ ଗାଧେଇନ? କଣ ଆଉ କରିବି, ଘରକୁ ତ ମୁଁ ଏକୁଟିଆ। ସବୁ ପାଇଟି ସରିଲା ବେଳକୁ ଦିନ ଅଧା। ଆଜି ପୁଣି ରାଧୁଆଟା ସାଙ୍ଗରେ କିଛି ଖାଇବାକୁ ନେଇନି ଯେ ଆସିଲା ବେଳକୁ ତା ପାଇଁ କଣ ଗଣ୍ଡେ ଫୁଟେଇ ରଖିବାକୁ ହବ। ସେଇଥିପାଇଁ ତରତର ହେଇ ଗାଧେଇବାକୁ ବାହାରୁଥିଲି। ବଡ ହଇରାଣ ହଉଥିବ। ଆଚ୍ଛା ଖୁଡି, କିଛି ଯଦି ନ ଭାବିବ ତମକୁ ଗୋଟେ କଥା କହନ୍ତି। କହୁନ, ମୁଁ କାହିଁ କଣ ଭାବିବି, କୁହ। ଏଇ ତମ ପୁଅ ରାଧୁଆଟାର ସବୁ ଗୁଣ ଭଲ। ବାପ ନାହିଁ ବୋଲି ନିଜେ କେତେ କଷ୍ଟ କରି ଗାଈ ଚରେଇବାକୁ ନଉଛି, ହେଲେ ଏ ଗୁଣ ତ ସବୁ ଭଲ ଗୁଣକୁ ଖାଇ ଯାଉଛି ଆଉ। କୋଉ କଥା କହୁନ? ଏଇ ତା ମିଛୁଆ ଗୁଣ। ବିନା କାରଣରେ ଲୋକଙ୍କୁ ମିଛ କହି ହଇରାଣ କରୁଛି। ସତରେ ଖୁଡି, ତମେ ତାକୁ ଟିକେ ବୁଝାଅ। କେତେ ଆଉ ବୁଝେଇବି, ସିଏ କଣ ମୋ କଥା ଶୁଣୁଛି? ନାଇଁ 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 ଖୁଡି, ସେମିତି କହିଲେ ହବନି। ରାଧୁଆକୁ ଟିକେ ଭଲ କରି ବୁଝାଅ। ଗାଁ ସାରା ସବୁଠି ତାର ନିନ୍ଦା। ସେ ଯଦି ଭଲ ବାଟକୁ ନ ଆସି ଏମିତି ମିଛ ଖର୍ଚ୍ଚ କହି ଲୋକଙ୍କୁ ହଇରାଣ କରିବ, ଶେଷକୁ ସେ ହିଁ ନିଜେ ହଇରାଣ ହବ। ହଉ ଖୁଡି, ତମେ ଯାଅ, ମୁଁ ବି ଯାଉଛି, ମୋର ତେନେ ଅନେକ କାମ କରୁଛି। ଆସ। ଆରେ ମଧୁ ଭାଇ, ଏଠି କଣ ଏକୁଟିଆ ବସିଛ ମ? ନାଇଁ ବସିବି କଣ, ଭାବୁଛି ଏଇ ଆଜିକାଲିକା ଟୋକାଙ୍କ କଥା। କାଇଁ କଣ ହେଲା କି? ଆରେ ଭାଇ, ସେ ରାଧୁଆଟା ପାଇଁ ଆମେ ଯାହା ହଇରାଣ ହେଲୁନି ନା, କହନି ସେ କଥା। ପୁଣି କଣ କଲେ କି ସେ? କାଲି କଣ ହେଲା କି, ଆମେ ଗାଁ ଦାଣ୍ଡରେ ବସିଥିଲୁ। ହଁ, ହଠାତ୍ ରାଧୁଆର ପାଟି ଶୁଭିଲା, ଧାଇଁ ଆସ ହୋ ବାଘ ନେଇଗଲା ବାଘ ନେଇଗଲା। ଆମେ ଭାବିଲୁ ଜଙ୍ଗଲରୁ ବୋଧେ ବାଘ ଆସି ତା ଗାଈ ପଲରେ ପଶି ଯାଇଛି। ଆମେ ସବୁ ଠେଙ୍ଗା ବାଡ଼ି ଧରି ଦୌଡ଼ା ଦୌଡ଼ି ହେଇ ସେଠି ଯାଇ ପହଞ୍ଚି ଦେଖିଲା ବେଳକୁ ଗାଈ ମାନେ ଚରୁଛନ୍ତି, ଆଉ ବାବୁ ଆରାମରେ ବସି ବଇଁଶୀ ବଜଉଛନ୍ତି। ଆରେ ଭାଇ, ସେଇଟା ପରା ପକ୍କା ମିଛୁଆଟା। ତମେ ତା କଥାରେ ବିଶ୍ୱାସ କରୁଥିଲ କାହିଁକି ମ? ମୁଁ ପରା ତା ନାଁ ଦେଇଛି ମିଛୁଆ ରାଧୁଆ। ସତେ କି? ଆମେ କଣ ସେଇଟା ଏଡେ ମିଛୁଆ ବୋଲି ଜାଣିଥିଲୁ? ମୁଁ ତା କଥା ଆଗରୁ ଜାଣିଛି ନା। ମତେ ପରା ଦିନେ ସେମିତି ମିଛ କହି ମୋ ଅବସ୍ଥା ପୁରା ବାରଣ୍ଡା ଦି କଡ଼ା କରିଦେଇଥିଲା। ଆରେ ତମ ସାଙ୍ଗରେ ପୁଣି କଣ କଲା? ମୁଁ ଦିନେ ମାମୁଁ ଘରୁ ଗାଁକୁ ଫେରୁଥାଏ, ବାଟ ମଝିରେ ରାଧୁଆ ମୋର ଦେଖା ହେଇଗଲା। ମତେ ଦେଖି କହିଲା, ଘରକୁ ଯାଉଛ କଣ, ଶୀଘ୍ର ଡାକ୍ତରଖାନା ଯାଅ, ତମ ସ୍ତ୍ରୀର ଦେହ ଭୀଷଣ ଖରାପ, ତାକୁ ଲୋକମାନେ ଗାଡ଼ିରେ ପକେଇ ଡାକ୍ତରଖାନା ନେଇଯାଇଛନ୍ତି। ତା କଥା ଶୁଣି ମୁଁ ପୁରା ଛାନିଆ, ସାଙ୍ଗେ ସାଙ୍ଗେ ଦୌଡ଼ିଲି ଡାକ୍ତରଖାନା। ହେଲେ ସ୍ତ୍ରୀ କି ପାଇଲିନି। ମନକୁ କେତେ ବଡ଼ ପାପ ଛୁଇଁଲା ମ। ଶେଷରେ ଘରକୁ ଫେରି ଦେଖେ ତ ମୋ ସ୍ତ୍ରୀ ଆରାମସେ ରୋଷେଇ କରୁଛି, ତା ଦେହ ଟିକେ ବି ଖରାପ ନାହିଁ। ସେଇଟା ତାହେଲେ ତୁଚ୍ଛା ଗାଲୁଆଟା ଆଉ। ଖାଲି ଗାଲୁଆ ନୁହଁ, ପ୍ରକାଣ୍ଡ ମିଛୁଆ। ତା କଥାକୁ ଜମା ସତ ମଣିବ ନାହିଁ। ହଁ ରେ ଭାଇ, ଥରକରେ ତ ବୁଝିଗଲି, ଆଉ ତା କଥାରେ ବିଶ୍ୱାସ କରିବାର ଭୁଲ ମୋଟେ କରିବିନି। ଗାଁଟା ସାରା ଲୋକେ ପରା ତା କଥାରେ ହଟ ହଟା ହେଇସାରିଲେଣି। ହଁ ଭାଇ, ଯାହା କହିଲ ପୁରାପୁରି ସତ। କହନା ସେ ଟୋକା କଥା, ସାରା ଗାଁଟାକୁ ଉଚ୍ଛନ୍ନ କରିଦେଲାଣି। ଆରେ ଭାଇ, ମିଛ ତ ମିଛ, ଯାହା ମିଛ ଗୁଡାକୁ ଗିଳି ପକଉଛି। ହଁ ନୁହଁ ଆଉ କଣ? କିବା ଆଜି ପରା ମୋ ସାଙ୍ଗରେ ବି ଥଟା ଖେଳିଦେଲା। ତମ ସାଙ୍ଗରେ ଥଟା? ହଁ, ଆରେ ମୁଁ ମନ୍ଦିରକୁ ପୂଜା କରିବାକୁ ଯାଉଛି,
ମତେ କହିଲା ମୋ ଶାଗ ପଟାଳିରେ ଗାଈ ପଲ ପଶି ସବୁ ଚରିଗଲେଣି। ମୁଁ ଦୌଡୁଛି ଦୌଡୁଛି ଧଇଁ ସଇଁ ହେଇ ଦୌଡ଼ି ଯାଇ ଦେଖିଲା ବେଳକୁ କେହି ବୋଲି କେହି ନାହାନ୍ତି। ସକାଳୁ ସକାଳୁ ମୋ ପୂଜା ତ ମାରା କଲା କଲା, ମତେ ଦୌଡେଇ ଦୌଡେଇ ପୁରା ମୋର ଅବସ୍ଥା ଘାଇଲା କରିଦେଲା। ନା ନା, ତାର ଗୋଟେ କିଛି ବ୍ୟବସ୍ଥା କରିବାକୁ ପଡିବ। ତା ମାଆକୁ ଚାଲ କହିବା, ତୋ ପୁଅକୁ ସମ୍ଭାଳୁଛୁ ତ ସମ୍ଭାଳ, ନହେଲେ କିଛି ଭଲ ମନ୍ଦ ହେଇଗଲେ ଆମକୁ ଆଉ ଦୋଷ ଦବୁ। ଠିକ ଠିକ କଥା କହିଛ ଭାଇ, ଏକଦମ ଠିକ। ସମସ୍ତେ ଯାଇ ରାଧୁଆ ମା ଆଗରେ ସବୁ କଥା ନ କହିଲେ ଟୋକାଟା ବାଟକୁ ଆସିବ ନାହିଁ। ହଁ ହଁ ହଁ, ଠିକ କଥା। ହଇରେ ରାଧୁଆ, ଏଗୁଡା କଣ ଭଲ ହଉଛି? କାଇଁ କଣ ହେଲା କି? ଗାଁଟା ସାରା ଲୋକ ଆସି ମୋ ଆଗରେ ଫେରାଦ ହଉଛନ୍ତି, ତତେ କଣ ଏଗୁଡା ଭଲ ଲାଗୁଛି? ତୁ ତ ଖାଲି ମୋରି ଉପରେ ଗରଗର ହବ। ଏ ବୋଉ, ମୁଁ ଟିକେ ମଜା କରିବା ପାଇଁ ମିଛ କହୁଥିଲି ନା। ତୁ ମଜାରେ କହ କି ଲୋକଙ୍କୁ ହଇରାଣ କରିବାକୁ କହ, ତୋ ନାଁରେ ଲୋକେ ଖରାପ କଥା କହିଲେ ମୋ ଦେହରେ କଣ୍ଟା ଫୁଟିଗଲା ଭଳି ଲାଗେ। ବୋଉ, ତୁ କାହିଁକି ମିଛ କହୁଛୁ କହିଲୁ? ତୋ ପାଇଁ ମୁଁ 12 ଲୋକଙ୍କଠୁ 12 କଥା ଶୁଣୁଛି। ହଉ ହେଲା, ମୁଁ ଆଉ ମିଛ କହିବି। ତୋ କଥାରେ ମୋର ଆଉ ଜମା ବି ବିଶ୍ୱାସ ନାହିଁ। ମୋ ମୁଣ୍ଡ ଛୁଇଁ ଶପଥ କର, ଆଉ କେବେ ମିଛ କହିବୁନି। ହଉ ହେଲା ହେଲା ହେଲା, କହିଲି ପରା, ଆଉ ଜମା ମିଛ କହିବି। ମୁଁ ଆଖି ଛୁଇଁ କହୁଛି ଲୋ ବୋଉ, ଆଉ ମିଛ କହିବି। ଶପଥ କରିଛି ଆଉ ଜମାରୁ କାହାକୁ ମିଛ କହିବି କେବେ ବି କହିବିନି। ମୁଁ ମିଛ କହିବାରୁ ଲୋକେ ମତେ କେତେ ଖରାପ ଭାବୁଛନ୍ତି, ମୋ ବୋଉକୁ ବି କେତେ କଥା କହୁଛନ୍ତି। ନା, ଆଉ କେବେ ବି ମିଛ କହିବିନି। ଜଙ୍ଗଲ ଭିତରୁ କଣ ବାଘଟେ ଆସିଲାଣି? ହଉ, ସିଏ ତାର ଆସିଛି, ପୁଣି ଜଙ୍ଗଲ ଭିତରକୁ ପଳେଇ ଯିବନି। ଇଏ କଣ? ଇଏ କଣ ମୋରି ଆଡକୁ ଆସିଲାଣି? ହେ ଭଗବାନ, ମତେ ବଞ୍ଚାଅ। ଆଜି ପୁଣି ମିଛର ରଡି ଛାଡୁଛି। ଡାକୁଥାଉ, ମିଛରେ ରଡି କରି କରି ତା ତଣ୍ଟି ଫାଟିଗଲେ ବଳେ ପାଟି ଚୁପ୍ ହେଇଯିବନି। ପୁଅ ଆମକୁ ପୁଣି ବୁଦ୍ଧି ଶିଖେଇବାକୁ ବାହାରିଛି। ଚାଲ ଚାଲ ଭାଇ, ଆମେ ଆମ କାମରେ ଯିବା। ଆମେ ତା କଥା ନ ଶୁଣିଲେ ବଳେ ମନକୁ ମନ ସାବାଡ ହୋଇଯିବ। ଡାକୁଥା